ଠାକୁର ପୂଜା କରିବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ? ଆଜିର 20ଟି ଅନୁଚିନ୍ତା। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଗୀତାଞ୍ଜଳି ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତେବେ ସାଙ୍ଗମାନେ, ମଣିଷ ଆବଶ୍ୟକତା ଠାରୁ ଅଧିକ ସରଳ ହେବା ଉଚିତ ନୁହେଁ। ଏହି ସରଳପଣ କାରଣରୁ ମଣିଷ ଠକାମିର ଶିକାର ହୋଇଥାଏ। ତେଣୁ ପ୍ରତ୍ୟେକ ମଣିଷକୁ ସାମାନ୍ୟ ରହିବା ଉଚିତ। ଆଜି ମୁଁ କିଛି ଅନୁଚିନ୍ତା ବିଷୟରେ କହିବି। ତେବେ ଆସନ୍ତୁ ଜାଣିବା ସେହି 20ଟି ଅନୁଚିନ୍ତା କ'ଣ କ'ଣ। ନମ୍ବର 1, ମନ୍ଦିରର ଠାକୁର ପୂର୍ବମୁଖା ଓ ଘରର ଠାକୁର ପଶ୍ଚିମ ମୁଖା ହୋଇଥିଲେ ଶୁଭ ହୋଇଥାଏ। ନମ୍ବର 2, ପୂଜା କରିବା ବେଳେ ଅତିଥି ଆସିଲେ ଶୁଭ ହୋଇଥାଏ ଓ ସେଦିନ ଯାହା ମାନସିକ ତାହା ପ୍ରାପ୍ତ ହୋଇଥାଏ। ନମ୍ବର 3, ଦୀପ ତଳେ ଅରୁଆ ଚାଉଳ ଏବଂ ଦୁବ ରଖିକି ଦୀପ ଲଗାଇବା ଉଚିତ। ଶନିବାର ଦିନ ଏବଂ ମଙ୍ଗଳବାର ଦିନ ରାଶି ତେଲରେ ଦୀପ ଜଳାଇବା ଉଚିତ। ନମ୍ବର 4, ଏପରି କିଛି ଜିନିଷ ଅଛି ତାହାର ଗୁରୁତ୍ୱ ବୁଝିପାରିଲେ ସଫଳତା ଜଲ୍ଦି ମିଳିଥାଏ। ଉତ୍ତମ ବନ୍ଧୁ କରିବା, ଉଚିତ ଉପାୟରେ ଟଙ୍କା ରୋଜଗାର କରିବା, ଖର୍ଚ୍ଚ କରିବା ଏବଂ ନିଜର ଦକ୍ଷତାକୁ ପରଖିବା ଗୁଣ ଥିବା ବ୍ୟକ୍ତି ସହଜରେ ସଫଳ ହୋଇଥାଏ। ନମ୍ବର 5, ଭୋଜନ କରିବା ସମୟରେ ଗାମୁଛା ବା ଟୋପି ମୁଣ୍ଡରେ ପିନ୍ଧନ୍ତୁ ନାହିଁ। ନମ୍ବର 6, ପୂଜା ସମୟରେ ଯଦି ଦୀପ ଲିଭିଯାଏ ତେବେ ଏହା ଅଶୁଭ ହୋଇଥାଏ। ନମ୍ବର 7, ପ୍ରତ୍ୟେକ ଦିନ ସକାଳୁ ଗାଈକୁ ରୁଟି ଖାଇବାକୁ ଦେଲେ ଅଶୁଭ ସମୟ ଦୂର ହୋଇ ଶୁଭ ସମୟରେ ଆରମ୍ଭ ହୋଇଥାଏ। ନମ୍ବର 8, ଘରେ ଠାକୁର ପୂଜା ସମୟରେ ପ୍ରଥମେ ଭଗବାନ ଗଣେଶଙ୍କ ଆରାଧନା କରିବା ଉଚିତ। ନମ୍ବର 9, ଗଣେଶଜୀଙ୍କୁ କେବେ ବି ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ। ନମ୍ବର 10, ଠାକୁରଙ୍କୁ ସ୍ନାନ କରିବା ସମୟରେ ବୁଢ଼ା ଆଙ୍ଗୁଠିକୁ ଛାଡ଼ି ଅନ୍ୟ ଆଙ୍ଗୁଠିକୁ ବ୍ୟବହାର କରିବା ଉଚିତ। ନମ୍ବର 11, ପୂଜା ସମୟରେ ଦୀପକୁ ଭୂମି ଉପରେ ରଖିବା ଦ୍ୱାରା ଧନହାନି ହୋଇଥାଏ। ନମ୍ବର 12, ପୂଜା ସମୟରେ ଠାକୁରଙ୍କ ଠାରେ ଚଢ଼ା ଯାଇଥିବା ଫୁଲ ଏଣେ ତେଣେ ପକାଇବା ଉଚିତ ନୁହେଁ। ଏହାକୁ ନଦୀରେ ପ୍ରବାହିତ କରିବା ଉଚିତ। ନମ୍ବର 13, ଠାକୁରଙ୍କୁ ପୂଜା କରିବା ସମୟରେ ମନରେ କେବେ ବି ଖରାପ ବିଚାର ଆଣିବା ଉଚିତ ନୁହେଁ। ଏହାଦ୍ୱାରା ପୂଜାର ଫଳ ପ୍ରାପ୍ତ ହୁଏ ନାହିଁ। ନମ୍ବର 14, 7ଟି କଉଡ଼ିରେ କେଶର ମିଶାଇ ହଳଦିଆ କପଡ଼ାରେ ବାନ୍ଧି ଦୋକାନରେ ବାକ୍ସରେ ରଖିଲେ ଶୁଭ ହୋଇଥାଏ। ନମ୍ବର 16, ବାରମ୍ବାର ଧନହାନି ହୋଇଥିଲେ କିନ୍ନର ମାନଙ୍କୁ ସବୁଜ ବସ୍ତ୍ର ଦାନ କରିଲେ ତାହା ଦୂର ହୋଇଯାଏ। ନମ୍ବର 16, ମନ୍ଦିରରେ ଜୋତା ଚୋରି ହୋଇଯାଏ ଶୁଭ ହୋଇଥାଏ। ନମ୍ବର 17, ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡ଼ିଲେ ଶୁଭ ହୋଇଥାଏ। ନମ୍ବର 18, ଘରେ ବୁଢ଼ିଆଣୀ ଜାଲ ରହିଲେ ଅଶୁଭ ହୋଇଥାଏ। ନମ୍ବର 19, ଚୁଚୁନ୍ଦ୍ରା ଘରେ ଦେଖିଲେ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ। ନମ୍ବର 20, ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଲା ପରେ ତୁଳସୀ ମୂଳରେ ଜଳ ଅର୍ପଣ କରିବା ଦ୍ୱାରା ଲକ୍ଷ୍ମୀ ନାରାୟଣଙ୍କ କୃପା ପ୍ରାପ୍ତି ହୋଇଥାଏ। ତେବେ ସାଙ୍ଗମାନେ, ଆଜିର ଏହି ଲେଖାଟି କେମିତି ଲାଗିଲା ନିଶ୍ଚିତ ଭାବରେ ଜଣାଇବେ। ଆଉ ଯେଉଁମାନେ ନୂଆ ଅଛନ୍ତି ସେମାନେ ଦୟାକରି ସବସ୍କ୍ରାଇବ୍ କରିଦେବେ। ଏମିତି ମୋ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ ଏବଂ ପ୍ରତିଦିନ ନୂଆ କିଛି ଜାଣନ୍ତୁ। ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ମୋ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ ଏବଂ ସବୁଦିନ କିଛି ନା କିଛି ନୂଆ ଜାଣିବାକୁ ପାଆନ୍ତୁ।